ଯାଉ ରାମଙ୍କର ଏତେ କାମ କରୁଥିଲେ ମହାବୀର କଣ ଟଙ୍କା ନଉଥିଲେ? ଆଉ ତୁମେ ସେମିତି ଇଏ ଅନୁଷ୍ଠାନରେ ଟେଣ୍ଟ ହାଉସରେ ଟଙ୍କା କମ ନବ, ପାଲାବାଲା କମ, ତୁମେ ବି କମ। ନାଇଁ ମୁଁ ଆନନ୍ଦରେ କହୁଛି, ସେଇ ମହାବୀର ଟେଣ୍ଟ ହାଉସର ପ୍ରୋପାଇଟର ଏବଂ ଦଣ୍ଡ ଯେ ଦଣ୍ଡ ନୃତ୍ୟ କରନ୍ତି କିଏ? ଶିବ ମହାଦେବ ଦଣ୍ଡ ପାଣି କଲ୍ୟାଣ କଳ୍ପଦ୍ରୁମ ମଙ୍ଗଳ ବିଧାନ କରନ୍ତୁ ଭଜନ ପ୍ରତି ଭଗବାନଙ୍କ ପ୍ରତି ତାଙ୍କ ଅନ୍ତର୍ଜଗତରେ ଅହେତୁକ ଭାବ ଥାଉ। ମହାବୀର ଟେଣ୍ଟ ହାଉସକୁ ସେଇ ମହାବୀର କଲ୍ୟାଣ କରନ୍ତୁ, ସବୁ ବିପଦ ରଖନ୍ତୁ। ବୋଲ ଆନନ୍ଦ ଏକ ବାର ଇଲା ମହା ଚାଲାଖି କାଳେ ସେଠି ସୂର୍ଯ୍ୟମଣି ଲେଖିଲେ ଚଳିବ, ସେ ଦେଖିଲା ସୂର୍ଯ୍ୟମଣି ଲେଖିଲେ କାଳେ ଜାଣିପାରିବେ ନାହିଁ ବୋଲି ଇଲା ସାଙ୍ଗରେ ପତିକି ଯୋଡ଼ି ଦେଇ ଠିଆ ହ। କହିବି କହିବି ସେ ତିନିଟା ପିଲା କିଏ? ଶିବ ପାର୍ବତୀ। ଖାଲି ଟିକେ ଟାକେ କହିଦେବୁ ଠିଆ। ମନେକର କାହା ଘରେ ନିଆଁ ଲାଗିଗଲା, କୋଉଠିକି ଫୋନ କରିବୁ? ଡାକ୍ତରଖାନାକୁ। ଦେଖ ଧନ୍ୟବାଦ ସାଧୁବାଦ ଦିଆ ପରିବା କିଣିବାକୁ ଯିବୁ କୋଉ ଦୋକାନକୁ? ପରିବା କିଣିବାକୁ ହେଲେ ଦଳିଖିଆ ଦୋକାନକୁ ଯିବା। ଯାହା ଡେଲିଭରି ପେସେଣ୍ଟକୁ ମେଡିକାଲ ନବା ପାଇଁ ଲୁଗା ଦୋକାନକୁ ମାନେ 100କୁ ଫୋନ କରିବା। ଯାହା 102 କି ଫୋନ ନ କରି କଳ୍ପବଟରେ ଡୋରି ବାନ୍ଧିଲା ବେଳେ ମୋ ପୁଅର ଚାକିରି ହେଇଯାଉ, ମୋ ଝିଅର ବାହାଘର ହେଇଯାଉ, ମୋର ଡିଗ୍ରୀ କେସରେ ହେଇଯାଉ କହିବା। ତା ମାନେ କଳ୍ପବଟରେ ଯୋଉ ଖପରା ବାନ୍ଧିବେ ସେ ଖପରା ହଉଛି ନିଷ୍କାମ ଭକ୍ତିର ପ୍ରତୀକ। କୋଉ ବୋହୁର ପୁଅଟିଏ ହଉନି ତା ଶାଶୁ ନେଇ ଗୁଆଟିଏ ନଡିଆଟେ ବସେଇବ। ହାଣ୍ଡି ଭାଙ୍ଗି ଗଲେ ଯେମିତି ତାର ମୂଲ୍ୟ ନାହିଁ, ଶରୀର ମାଟି ପିଣ୍ଡ ମୂଲ୍ୟ ନାହିଁ। ଆମେ କହିବା ପ୍ରଭୁ ମତେ ଯୋଉଠୁ ତୁ ପଠେଇଛୁ ସେଇଠିକି ନେଇଯା। କାମନା ବିହୀନ ନିଷ୍କାମ ଭକ୍ତିର ପ୍ରତୀକ ଖପରା। ବୁଝିଲେ? ଜଗନ୍ନାଥ ବର୍ଷକୁ 3ଟା ପିଲା ଜନ୍ମ ଦେବେ। ଭାଇନା ଅଛନ୍ତି? ଆଜ୍ଞା କୁହନ୍ତୁ କୁହନ୍ତୁ, କିଛି ଭିତରେ ରଖ ନା ବାପା, କୁହ। ଆମ ଯୋଉ ପାଳିଆ କାହିଁ ଆସିନି? ଇଏ ଡାହାଣ ପାଳିଆ? ଠିକ ଅଛି, ଭଲ ଭଲ। ନା ସିଙ୍ଗି ପାଳିଆ? ଶ୍ରୀ ପାଳିଆ? ଜଗନ୍ନାଥ ପିଲା କଥା କହୁଛି କହୁଛି। ଜଗନ୍ନାଥ ନାରୀ କହିଛି, ଶାସ୍ତ୍ର ପ୍ରମାଣ ଦେଇଛି। ପିଲା ଜନ୍ମ ଦେଲେ ନାରୀ ହେଇଯିବେ। ନାରୀର ଯେତେବେଳେ ଗର୍ଭଧାରଣ କରେ ପ୍ରସବ ଜନିତ ଯନ୍ତ୍ରଣା ଏବେ ଆଉ ନାହିଁ। କାହିଁକି ନା ମେଡିକାଲରେ ପ୍ରସବ ହେଲେ। ପୁରୁଣା କାଳରେ ଆପଣ ମାନେ ଯେତେବେଳେ ଜନ୍ମ ନେଲେ ଆପଣଙ୍କର ମା ଶୂଳ କଷ୍ଟରୁ ନିବୃତ୍ତ ପାଇଁ ଗୋଟେ ପୋତା ହଉନଥିଲା ଦଣ୍ଡ? ଆଜ୍ଞା ଜାଣିଛନ୍ତି? ଜଗନ୍ନାଥ କଣ କରନ୍ତି ନା ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ରାତିରେ ଦେବକୀ ହେଇ ଗର୍ଭଧାରଣ କରନ୍ତି। ତାଙ୍କ ପାଖରେ ଜିଓଟ ଭୋଗ ଦିଆଯାଏ। ଯେଉଟ ଭୋଗ। ଯେମିତି ଜଗନ୍ନାଥଙ୍କୁ ଜ୍ୱର ହେଲେ ବଡ ବଡିଆ ମଠରୁ ଫୁଲୁରି ତେଲ ଘଷା ହୁଏ। ମୁଁ ବୁଝିପାରୁନେଇ ଜଗନ୍ନାଥ ଦେବତା ନା ମଣିଷ? ଦେବତାଙ୍କୁ ଜ୍ୱର ହୁଏ? ଅଜରା ଅମରା ନିର୍ଜରା ଦେବତା ମରିବେନି? ଦେବତାଙ୍କୁ ବାର୍ଦ୍ଧକ୍ୟ ସ୍ପର୍ଶ କରିବ ନାହିଁ। ଜଗନ୍ନାଥଙ୍କର ନବକଳେବର ହଉଛି।
ଗାଧେଇ ସାରିବା ପରେ ଜ୍ୱର ହଉଛି ଅଣସର ଘରେ ରହୁଛନ୍ତି ହଁ ଫୁଲୁରି ତେଲ ଘଷା ହଉଛି ବଡ ଓଡିଆ ମଠରୁ ତା କାରଣ ଆପଣ ଜାଣିନାହାନ୍ତି ଚୁବ ଧୀରେକି ସମୁଦ୍ର କୂଳରେ ରହିଲେ ଲୁଣି ପାଣି ମାଡ଼ ଖାଇଲେ ଦେହ ଅସୁସ୍ଥ ହବ ନାହିଁ ବର୍ଷକୁ ଗୋଟିଏ ଦିନ ସେ ଗାଧାନ୍ତି ଗୋଟିଏ ଦିନ ତା ପୂର୍ବରୁ ସେ କଣ କରନ୍ତି ନା ବିମ୍ବ ସ୍ନାନ କରନ୍ତି ଆଡକୁ ଯା ନା ନା ଭଗବାନ ଜଗନ୍ନାଥ ମଣିଷ ପରି ପୁରା ଲୀଳା କରୁଛନ୍ତି ତାହେଲେ ଭାଦ୍ର ମାସ ନରବିୟ ଲୀଳା ଭାଦ୍ର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ରାତିରେ ହୁଅନ୍ତି ଜଗନ୍ନାଥ ଦେବକୀ ଶୂଳ ପାଆନ୍ତି କଷ୍ଟ ଭୋଗନ୍ତି ଦଣ୍ଡ ପୋତା ହେଇଛି ବେଶ ଝିଅଟ ଭୋଗ ଦିଅନ୍ତି କେମିତି ସୁଖ ପ୍ରସବ ହବ ବଡ ଓଡିଆ କୃଷ୍ଣଙ୍କୁ ଜନ୍ମ ଦିଅନ୍ତି ଏରା ବଡ ବଡିଆ ଠୁନ କୃଷ୍ଣଙ୍କୁ ଜନ୍ମ ଦିଅନ୍ତି ନିଜେ କୃଷ୍ଣ ହିଁ ପୂଜା ସେମିତି ଚୈତ୍ର ମାସ କୃଷ୍ଣ ଶୁକ୍ଳ ପକ୍ଷ ନବମୀ ଦିନେରେ ହଁ କୌଶଲ୍ୟା ହୋଇ ଗର୍ଭ କଷ୍ଟ ପାଆନ୍ତି ଝିଅଟ ଭୋଗ ଖାଆନ୍ତି ରାମକୁ ଜନ୍ମ ଦିଅନ୍ତି ନିଜେ ରାମ ରୂପରେ ପୂଜା ପାଆନ୍ତି ସୁନିଆ ତିଥିରେ ଅଦିତି ହୋଇ ଝିଅଟ ଭୋଗ ଖାଇ ବାମନ ଭଗବାନଙ୍କୁ ଜନ୍ମ ଦିଅନ୍ତି ଚାଲ ଆମେ ଦାନ୍ତ ପକଡ଼ ପଇଲେ ତିନୋଟି ପିଲା ଜନ୍ମ ଦେଇକି ନିଜେ କହୁନା କୋଉଟା ଖାଲି ଶିବଙ୍କର କଣ ବ୍ରହ୍ମାଙ୍କର କହିବି ହଁ ଟିକେ କହିଦିଅ ରାତି ପାଉ ଆମେ ପଳେଇବୁ ଆମେ ରହିବୁ ଆମର ତ 4:30ରେ ବସ ଆଉ ପାଉ କେତେବେଳେ ପହଞ୍ଚିବ ଏଣିକି ମୁଁ ଆଉ 5 ଜଣ ବି ନେବି ନାହିଁ ଆଉ 3 ଜଣ ନେବି ମୋର ଗାୟକର ଇଲାନାର ମୁଁ ତ ଏକା ଆଗରେ ପଛେ ଧରୁଛି ଏତେ ଲୋକ କଣ ଦରକାର ତମକୁ ତୋରାଣି କେହି ଦେବେନି ଦେଖିବୁ ତୁ ଶୁଅ ନା ଶୁଅ ତକିଆ କାଇଁ ଟିକେ ଶୁଅ ଖାଲି ଶୋଇପାରିବି ତୁ ଶୁଅ ଦେଖ ହଉଛି କି ନାହିଁ ହଉ ତାହେଲେ ହଉ ଶୁଅ ଏ ଗୋବିନ୍ଦ ଶୁଏରେ ଆମର ଗୋବିନ୍ଦ ତୁ ପାଳି ଧରିବୁନି ତୁ ପାଳି ଧରିବୁନି ତମେ ଆମେ ପଠିଆ ବାୟକ ଯଦି ନ ବଜାଏ ମୁଁ ନିଜେ ବଜେଇକିରି କହିବି କଣ ଭାବିଛୁ କି ମନେ ମାନେ ଶୁଣ